नमस्कार, सुप्रभात। नमस्कार, सुप्रभात, जय आसिएम। जय आरसीएम। बहुत बहुत धन्यवाद। आ, पुणी किसी गोटे आम नुआ संकल्प नहीं कि आज आम नमस्कार जय सिंह सर। जय आरसीएम जय आरसीएम बहुत बढ़िया। समस्त को बहुत बहुत धन्यवाद। नुआ संकल्प, नुआ विश्वास, नुआ चिंताधारा को नहीं कि आम आगु को बढ़ी चलचे। ध्यान उपरे बहुत बढ़िया। आम ध्यान उपरे आम शिखिले मेनका मैडमଙ୍କର ଏଇ ଯୋଉ ବହୁତ ଭଲ ପ୍ରେଜେଣ୍ଟେସନ ବି ଥିଲା ଆଉ ଧ୍ୟାନ ଉପରେ ମୁଁ ଗୋଟିଏ କଥା ବହୁତ ଭଲ କଥା ମୁଁ ଶିଖିଲି କି ଅଭ୍ୟାସ ଦ୍ୱାରା ସବୁ କିଛି ସମ୍ଭବ। ଭଗବତ ଗୀତାଠୁ ଆରମ୍ଭ କରି ସବୁ କିଛି ଯୋଉ ଆଲୋଚନା ଆଜି କରିଥିଲେ ତ ଆପଣମାନେ ତ ନିଶ୍ଚୟ ଦେଖିଥିବେ। ତ ଆଜିର ଯୋଉ ଗୁରୁକୁଳର ଶିକ୍ଷା ଆମକୁ କଣ ମିଳିଲା ତ ତା ଉପରେ ଆମେ ଆଲୋଚନା ଆଜି କରିବା। के फर्स्ट आम स्टार्ट करिया आरती अपाकटू कौन कौन आज आम शिखले। जय आसिएम। चांद साहेब नमस्कार। समस्त माने आसिएम फैमिली परिवार को मो सुप्रभात। आज नमस्कार नमस्कार। नमस्कार। ମୁଁ 4:30 ଉଠିକି ତ କରିଥିଲି, ପୁଣି ଥରେ ଲଗିନ୍ କରିଥିଲି ତ କଲି ତାଙ୍କ ସାଙ୍ଗରେ ଆଜି ଯୋଗ ଷ୍ଟାର୍ଟ କଲି। କିନ୍ତୁ ଆଗରୁ ଆମେ ସାରିଥିଲୁ। ସେ ଯୋଉ ମାନେ ଯୋଉ କହିଲେ ଆଜି ମାନେ ଏଇ ଯୋଉ ଯୋଗ ଦ୍ୱାରା ଆମର ରଜ ତମ ଆଉ ଯୋଉ ରଜ ଗୁଣ ତମ ଗୁଣ ଇଏ ଗୁଣ ସାତ୍ଵିକ ଗୁଣ ଏଇ ଯୋଉ ତିନିଟା ଗୁଣ ତାର କେମିତି ଡେଭଲପ ହଉଛି ମାନେ ଯୋଗ ଦ୍ୱାରା ସିଏ ତ ଆମର ସବୁ ଠାକୁରଙ୍କ ବହିରୁ ଆମେ ଯୋଗୀ ଗୁରୁ ଜ୍ଞାନୀ ଗୁରୁ ତାନ୍ତ୍ରିକ ଗୁରୁ ଆମ ଠାକୁରଙ୍କ ଯୋଉ ବହି ସବୁ ଅଛି, 4ଟି ଅବସ୍ଥା ଆମ ଠାକୁରଙ୍କର, ସେ ବହିରେ ବି ଆମର ସବୁ ଲେଖା ହେଇଛି। ଅବଶ୍ୟ ଆମର ଏତେ ଜ୍ଞାନ ଆମେ ସବୁବେଳେ ପଢି ପାରୁନୁ, କିନ୍ତୁ ଯୋଗ ଦ୍ୱାରା ଗୁରୁକୁଳକୁ ଆସିବା ଦ୍ୱାରା ମେନକା ମ୍ୟାଡାମ ଆଜି ବହୁତ ବଢିଆ ବଢିଆ କଥା ସବୁ କହିଲେ। ମାନେ ଧ୍ୟାନରେ ବସିବା ଦ୍ୱାରା ଆମର କୋଉ କୋଉ ମାନେ ଉନ୍ନତି ହଉଛି ସେଇଟା ଆମେ ଆଜି ବଢିଆ ଭାବେ ଶିଖିଲୁ। ଭଲ ବି ବୁଝଉଥିଲେ ସିଏ। ଆଉ ସେ ଯୋଉ ତାଙ୍କ ଯୋଉ ମାନେ ମ୍ୟୁଜିକ ଟା ବାଜିଲା ଆଉ ସେତିକିବେଳେ ଧ୍ୟାନରେ ବସିଲା ପରେ ମନ ଆଉ କୌଣସି ଆଡେ ଯିବା। ସେ କହୁଛନ୍ତି ଆବଶ୍ୟକତା ଠାରୁ ଅଧିକା ଖାଦ୍ୟ ଖାଇବ ନାହିଁ, ଯୋଉଟା କି ଆମ ରଜଗୁଣକୁ ବେଶୀ ବଢେଇବ। ଆବଶ୍ୟକତା ଠାରୁ ଅଧିକା କଥା କହିବା ନାହିଁ, ବେଶୀ କହିବା ଦ୍ୱାରା ଆମର ଏନର୍ଜି ବି ନଷ୍ଟ ହଉଛି, ତାପରେ ଶରୀର ବି ଦୁର୍ବଳ ହଉଛି। ବଢିଆ ସବୁ କଥା କହିଲେ। ଆଉ ମୁଁ କଣ କହିବି, ଆଉ ଆମର ତ ମାନେ ମାନେ ମାସ ସରି ଆସୁଛି, ସେଇଟା ବି ଗୋଟେ ମାନେ ଆମକୁ ଚିନ୍ତା ରହୁଛି। ଆଉ ଆଜି କେମିତି ୟୁଏଲପି ପ୍ରୋଗ୍ରାମ ବିରାମ ସଂଘରେ ହବ ସେ ଯୋଉ ପ୍ଲାନ୍ କରୁଛି। ଆଉ ବେଶୀ କଣ କହିବି, ଓଭର ଟୁ ସତୁଛି। आज्ञा आज्ञा थैंक यू बहुत बहुत धन्यवाद। कार्तिक बाबू हाँ। ସାର୍ ନମସ୍କାର ଜୟ ସିଂ। ସାର୍ ମୁଁ ଆଜି ତ ସାର୍ ଟିକେ ମୋର ପ୍ରୋବ୍ଲେମ ହେଇଗଲା, ଯୋଉ ଫୋନ୍ ଟା କଣ ପ୍ରୋବ୍ଲେମ ହେଇଛି ଆଉ ଗୁରୁକୁଳ ଶାଖାରେ ତ ଏଣ୍ଟ୍ରି କରି ହେଲାନି, ଆଉ ୟୁଟ୍ୟୁବ ବି ଦେଖି ପାରିଲିନି। ସେ ୟୁଟ୍ୟୁବ ଟା ପ୍ରୋବ୍ଲେମ ହେଇଯାଇଛି ଟିକେ, କିନ୍ତୁ ଜୁମ୍ ଟା କେମିତି କଣ ଯାହା ହଉ ଚାଲୁ ହେଇଗଲା ଏବେ ଲାଗି ଲାଗିକି। ठीक है ଯାହା ହଉ ଆଜ୍ଞା ହେଇଯିବ। ଧୀରେ ଧୀରେ ସବୁ କିଛି ହେଇଯିବ। ଅଭ୍ୟାସ ଦ୍ୱାରା ସବୁ କିଛି ହେଇପାରିବ। ଆଜ୍ଞା। ଆଜ୍ଞା ଆଜ୍ଞା। ଅମି ବାବୁ କୁହନ୍ତୁ। ସାର୍ ନମସ୍କାର। ସାର୍ଙ୍କୁ ନମସ୍କାର, ଜୟ ସିଂ ସମସ୍ତଙ୍କୁ। ସାର୍ ଆଜି ୟୁଟ୍ୟୁବ ର ବହୁତ ପ୍ରୋବ୍ଲେମ ଥିଲା। ମୁଁ ଯୋଉ ମୋବାଇଲ 2-3ଟା ମୋବାଇଲ ମୋ ପାଖରେ ଅଛି ପିଲାଙ୍କର ଘର, ଯୋଉଠି ଲଗେଇଲି ବି ୟୁଟ୍ୟୁବ ଟା ସପୋର୍ଟ ନେଲାନି। ସମଥିଙ୍ଗ ରଙ୍ଗ କହିକି ସେ ସବୁଦିନ କାଟିଲା। କିନ୍ତୁ ଏଇ ମିଟିଂ ଭିତରେ ମୁଁ ଦେଖୁଥିଲି ସେ ପୁଣି ଗୁରୁକୁଳ ଆସିଗଲାଣି। ତେଣୁ ମୁଁ ଆଜି ତ ଗୁରୁକୁଳରେ ରହିପାରିନି, ୟୁଟ୍ୟୁବ ସହିତ ବି ହେଇପାରିନି। ଆଉ ମୁଁ ଦେଖିଦେବି ତାକୁ ଦିନ ଭିତରେ ଟିକେ ଆଉ। ହଁ ଆଉ ସାର୍ କଣ ସେଇ ପାଇଁ ସାର୍ ସେଇ ଓଭରଟୁ ସମଥିଙ୍ଗ ସତୁଛି? ରଙ୍ଗ ମୋର ବି ହେଇଛି ସାର୍, ବୁଝିଲେ କି? ହଁ ହଁ ମୋର ସେ ବି ସେଇ ସବୁ ସମଥିଙ୍ଗ ବହୁତ ରଙ୍ଗ ମୁଁ ହେଇଛି। କହିଲି ମୋର ବହୁତ ହେଇଥିବ, କିନ୍ତୁ ମୋ ଆଜ୍ଞା ପିଲାଙ୍କ ମୋବାଇଲ, ବିଶେଷ ମୋବାଇଲ ସବୁ ଦେଖି ସାରିଲା ପରେ ସବୁ ସମଥିଙ୍ଗ ରଙ୍ଗ ଦେଖଉଥିଲା। ଆଉ ତେଣୁ ଦେଖିଦବା ପରେ ଆଉ ଦେଖିଦେଇକିରି ହଁ ବିଚାର କରିବା। ସାର୍ ଆଉ କଣ ବିଚାର କରିବା? ଆପଣ ଆଜି ଦେଖିଛନ୍ତି ସେ ବିଚାର ଦିଅନ୍ତୁ। ଆଉ ସେ ବିଚାର ସହିତ ଆମେ ସାମିଲ ହବାକୁ ମାନେ ପଡିବ ତ ନିଶ୍ଚିତ। ତାପରେ ତାକୁ ଦେଖିଦବୁ। ଓଭର ଟୁ ଶତପଥ ସାର୍। ହଁ ଆକ୍ଚୁଆଲି ଗୁରୁକୁଳର ଆଜି ଯୋଉ ମେଡିଟେସନ ପ୍ରୋଗ୍ରାମ ରହିଲା ବହୁତ ଭଲ ପାୱାରଫୁଲ ସେସନ ରହିଲା। ଆଉ ତାକୁ ଆମେ ଦେଖିବା। ଆଉ ତା ସହିତ ମେଡିଟେସନ କରିବା ନିହାତି ଜରୁରୀ।
ଆମେ କଲେ ହିଁ ପ୍ରଥମେ ପ୍ରଥମେ ସେଟା ଠିକ ଭାବରେ ହୁଏନି। ସିଏ ବି ଅଭ୍ୟାସ କରିବା ଦ୍ୱାରା ବାରମ୍ବାର ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ଇଏ ମେଡିଟେସନ ଆମର କରିପାରିବା। ମେଡିଟେସନ କରିବା ଭିତରେ ଆମେ କୌଣସି ଚିନ୍ତା ମନ ଭିତରେ ନ ଆଣିକି କେବଳ ନିଶ୍ୱାସକୁ ଆସିବା ଆଉ ବାହାରିବା ତା ଉପରେ ଯଦି ଆମେ ଧ୍ୟାନ କରିବା ତାହେଲେ ବହୁତ କିଛି ଆମକୁ ଲାଭ ମିଳିପାରିବ। ବହୁତ ଆମର ଏକାଗ୍ରତା ବଢିପାରିବ, ଆମ ଶରୀର ଭିତରେ ଉର୍ଜା ବାହାରି ପାରିବ, ବହୁତ କିଛି ହେଇପାରିବ। ଓକେ, ଥ୍ୟାଙ୍କ ୟୁ ସାହୁ ଭାଇ। ଆଜି ମେଡିଟେସନ ତ ବହୁତ ଭଲ ହେଲା। ଯୋଉ ଧ୍ୟାନରେ ବସିବା ଆଖି ବନ୍ଦ କରି ପୁରା ଧ୍ୟାନରେ ବସିବା, ମୁଁ ତ 15 ମିନିଟ୍ ପୁରା ମୁଁ ଧ୍ୟାନରେ ବସିଥିଲି। ସମ୍ପୂର୍ଣ୍ଣ ସମୟଟା ବସି ପାରିଲିନି, କିନ୍ତୁ ଯାହା ହଉ କିନ୍ତୁ ବହୁତ ବଢିଆ ଲାଗିଲା। ଏ ଧ୍ୟାନରେ ବସିବା ଆଖି ବନ୍ଦ କରି ଯୋଉ ନିଶ୍ୱାସକୁ ନିଜ ଆୟତରେ କଣ୍ଟ୍ରୋଲରେ ରଖିବା, ଏଇଟା ଗୋଟେ ବହୁତ ବଢିଆ ଜିନିଷ ଆମେ ଦେଖିଲେ। ଆଉ ତାକୁ ହେଲେ ଆମର ପ୍ରକୃତରେ ଏକାଗ୍ରତା ବଢିବ। ଏକାଗ୍ରତା ମନ ଭିତରେ ଉତ୍ସାହ ବଢିବ, ଆଗ୍ରହ ବି ବଢିବ। ଯେକୌଣସି କାମ କରିବା ନା କାହିଁକି ସେଥିରେ ଆଗ୍ରହ ଆସିବ। ଯେକୌଣସି କାମ କର ନା କାହିଁକି, ମନେକର ଜଣକୁ ଆମେ ପ୍ଲାନ୍ ଦେଖାଉଛେ, ମାନସିକ ସ୍ତରରେ ଏମିତି ସେଟ୍ ହେଇଯିବ ମାଇଣ୍ଡ ଯେ ମୁଁ କୋଉଟା କଣ ପ୍ଲାନ୍ କେମିତି ଦେଖେଇଲେ ଡିଟେଲ ଠିକ ହବ, ଆଉ କେତେ ଲୋକଙ୍କୁ ଇନଭାଇଟ କରି ଡାକିବା, ଏଇଟା ହଉଛି ବଢିଆ ଜିନିଷ। ଏଇଟା ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଧ୍ୟାନରେ ବସିବାଟା ହଉଛି ସବୁଠାରୁ ବଢିଆ ଜିନିଷ। ସବୁଠୁ ସତ୍ପତି ଆଉ ବହୁତ ବଢିଆ କଥା, ପଜିଟିଭନେସ୍ ମନ ଭିତରେ ଆସି ଯାଇପାରିବ, ବହୁତ ବଢିଆ। ମିତାଞ୍ଜଳି ମ୍ୟାଡ଼ାମ, ଆଜ୍ଞା। ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ନମସ୍କାର, ଜୟ ଆର୍ସିଏମ୍। ସାର୍ ଆକ୍ଚୁଆଲି ମୋ ମତରେ ଧ୍ୟାନ ଯିଏ କରୁଥିବ ଡେଲି, କରୁ କି ନ କରୁ, ଭଗବାନଙ୍କ ନାମ ଜପ କରୁଥିବ, ତା ଉପରେ ରାଗ କ୍ରୋଧ ତାର ଜମା ହିଁ ନଥିବ। ସମସ୍ତଙ୍କୁ ଏକାଠି କରିପାରୁଥିବ ଆଉ ସମସ୍ତଙ୍କୁ ଭଲ ହିଁ ପାଉଥିବ। ମୋର ମାନେ ମୁଁ ଯାହା ଫିଲ୍ କରେ। ଆଉ ମୁଁ ତ କଣ କହିବି, ମୁଁ ତ ଧ୍ୟାନ କରେ ଟିକେ ଟିକେ। ତଥାପି କିଏ କଣ କରେ କହିଲେ ବି କେହି ବୁଝିବେନି, କିନ୍ତୁ ଯିଏ ଧ୍ୟାନ ଆଉ ଭଗବାନଙ୍କ ନାମ ଜପ କରୁଥିବ, ସାର୍ ତାର କେବେ ରାଗ କ୍ରୋଧ ଆସିବନି, କାହା ପ୍ରତି ବି ଆସିବନି। ଓଭର ଟୁ ସାର୍। ଆଜ୍ଞା ଆଜ୍ଞା। ନର୍ମଦା ମ୍ୟାଡ଼ାମ, ଆଜ୍ଞା। ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ନମସ୍କାର। ସାର୍ ଧ୍ୟାନ କରିବାରେ କିଛି ନାହିଁ। ଧ୍ୟାନ ମୁଁ ଯେତେବେଳେ ବି ଧ୍ୟାନ କରୁଛି, ସେତେବେଳେ ବହୁତ ପ୍ରକାର ମାନେ ରଙ୍ଗ ଚିନ୍ତାଧାରା ଗୁଡାକ ସବୁ ମନକୁ ପଶି ଆସୁଛି। ମୁଁ ଯେତେ ବି ଚେଷ୍ଟା କରୁଛି ସେଗୁଡାକ ସବୁ ଆଭଏଡ କରିବା ପାଇଁ, ତଥାପି କିଛି କିଛି ମାତ୍ରାରେ ସେଗୁଡା ସବୁ ପଶି ଆସୁଛି। ତଥାପି ମୁଁ ଧ୍ୟାନ ଜାରି ରଖିଛି, ବେଶୀ ସମୟ କରିପାରୁନି। 7 ମିନିଟ୍ କି 10 ମିନିଟ୍ ଖଣ୍ଡେ କରୁଛି, ଆଉ ବେଶୀ ସମୟ ମୁଁ କରିପାରୁନି। ଏତିକି ସାର୍। ଆଜ୍ଞା, ଧୀରେ ଧୀରେ ଅଭ୍ୟାସ ଆମେ କରିବା ଦ୍ୱାରା ହେଇପାରିବ। ଗୋଟେ ଚ୍ୟାନେଲ ଅଛି ଆମର, ପିଏମସି ହିନ୍ଦୀ ନାଁରେ ଗୋଟେ, ଯଦି ମୋବାଇଲରେ ଆମେ ଆପ୍ସଟା ଡାଉନଲୋଡ କରିଦେବା, ତା ଦେହରେ ବି ବହୁତ ସାରା କଥା ଲେଖା ମାନେ କହୁଛି। ତା ଦ୍ୱାରା ବି ଆମେ ବହୁତ କିଛି ହେଇଯାଇପାରିବ। ହବ, ଧୀରେ ଧୀରେ ହବ ଆଜ୍ଞା, ହଉଛି ଆଜ୍ଞା। ସମସ୍ତେ। ଆଜ୍ଞା। ନମିତା ମ୍ୟାଡ଼ାମ, ଆଜ୍ଞା। ଅନମ୍ୟୁଟ କରନ୍ତୁ, ଆଜ୍ଞା। ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ମୋର ନମସ୍କାର। ସାର୍ ଧ୍ୟାନ ମୁଁ ଆଜି ସାର୍ ୟୁଟ୍ୟୁବ ଖୋଲିଲା ବେଳକୁ ମୋର ଟ୍ରାଏ ଏଗେନ୍ ଖାଲି ହେଲା, ମୁଁ ଆଉ କିଛି ଦେଖିନି ସାର୍। ମୁଁ କିନ୍ତୁ ଧ୍ୟାନ ସବୁ ଇଏରେ ଦେଖେ, ସବୁ ମାନେ ସବୁ ବୁଧବାର ଦେଖେ, କିନ୍ତୁ ଧ୍ୟାନ ବଳରେ ଆମର ଚିନ୍ତାଶୀଳ ବହୁତ ଭଲ ହୁଏ, ଷ୍ଟ୍ରଙ୍ଗ ହୁଏ, ମାଇଣ୍ଡ ବି ପୁରା ସ୍ଥିର ରହେ, ପିସ୍ ବି ରହେ। ଆଉ ତା ଦ୍ୱାରା ଆମେ ଦିନ ଯାକର ଯେତେକ କର୍ମ ଭଲରେ ଠିକଣାରେ କରିକି ଯିବୁ, ଟାଇମ୍ ଟୁ ଟାଇମ୍। ଆଉ ସାର୍ ଧ୍ୟାନ ତ ସବୁଠାରୁ ଭଲ, କିନ୍ତୁ ଆଜି ମୁଁ ଏତେ ଧ୍ୟାନ କରେନି ସାର୍। ସାର୍ଙ୍କ ଏଇ ଯୋଉ ଠାକୁରଙ୍କ ପାଖରେ ଏତିକି ଖାଲି ପ୍ରେୟାର କେତେଟା କରେ, ସେତିକି। ମୁଁ ଆଉ ଧ୍ୟାନ କରେନି ଦିନ ଯାକ, କିନ୍ତୁ ଏ ଧ୍ୟାନ କରିବା ଦ୍ୱାରା ବହୁତ ଭଲ ହବ। ଆଜ୍ଞା, ଅଭ୍ୟାସ କଲେ ଚେଷ୍ଟା ବହୁତ। କରୁଛି ଆଉ ଆଗକୁ କେମିତି ଭଲସେ ଧ୍ୟାନ କରିକିରି ସବୁ ଜିନିଷ କେମିତି ଠିକଣାରେ କରିବି ବୋଲି ଚିନ୍ତା କରୁଛି ସାର୍। ଆଉ ଆଜ୍ଞା ଆଜ୍ଞା, ଥ୍ୟାଙ୍କ ୟୁ। ପ୍ରବୀଣା ମ୍ୟାଡ଼ାମ। ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ବି ନମସ୍କାର। ସାର୍ ଆଜି ୟୁଟ୍ୟୁବରେ ବି ପ୍ରୋବ୍ଲେମ ଆସୁଥିଲା, ହେଲେ କହିଲା, ନମିତା ବି କହିଲା, ସେ ଅନ୍ୟ ବାବୁ ବି କହିଲେ ବହୁତ ପ୍ରୋବ୍ଲେମ। ଯେତେ ଇଆଡେ କାଟିଲା ବେଳକୁ ସିଆଡୁ ଆସିଯାଉଛି, ଆରେ ଏତେ କଣ ପ୍ରୋବ୍ଲେମ।
ଯେତିକି ବି ଦେଖିଲେ ସାର୍, ଧ୍ୟାନ ତ ସକାଳର ହଉଛି ଶୁରୁଆତ ହଉଛି ଧ୍ୟାନ। ଶୁରୁଆତ ହେଲେ ତମ ଦିନ ସାରା ହିଁ ଚାଲିବ। ତମର ଯୋଉ ମେନ୍ ବଡିର ଏନର୍ଜି ଟା ସେଇ ଧ୍ୟାନରେ ପୁରା ଦିନ ସାରା ତମକୁ ଉର୍ଜା ଯୋଗେଇବ। ତମେ କୁଆଡେ ଯିବ, କୁଆଡେ ଆସିବ, କଣ କାମ କରିବ, ଏଇ ଧ୍ୟାନ ମାଧ୍ୟମରେ ବି ଆରମ୍ଭ ହବ। ଆଉ ଏଇଟା କରିସାରିଲା ପରେ ବଡି ଏତେ ହାଲକା ଲାଗେ। ମୁଁ ତ ବହୁତ ସମୟ ବି କରିପାରେନି, ମୁଁ ତ ଚାଲେ ଟିକେ। ମୁଁ ବହୁତ ମାନେ ଏଇ 10, 15, 20 ମିନିଟ୍ ଭିତରେ କରେ। ଚାଲେ ଟିକେ ମାନେ 45 ମିନିଟ୍ ଖଣ୍ଡେ ଚାଲେ, 5,000 ଷ୍ଟେପ ଚାଲେ। କିନ୍ତୁ ଧ୍ୟାନ ତାର ବହୁତ କିଛି ସାର ଅଛି। ମାନେ ମାଇଣ୍ଡ ପିସ୍ ଶାନ୍ତ ରହିବ, ମାଇଣ୍ଡ ମାନେ ପୁରା ଇଏ ରହିବ, ମାନେ ବହୁତ ଭଲ ଲାଗେ ସାର୍। ଫ୍ରେଶ ଲାଗେ। ସକାଳଟାରୁ ଯଦି ତମେ ଧ୍ୟାନ କରିକି ଉଠିଗଲ, ତମର ସବୁ କିଛି ତମକୁ ଫ୍ରେଶ ଲାଗେ। ଯେମିତି ଲାଗେ ସବୁ କିଛି ମାନେ ପୁରା ବହୁତ ଭଲ। ଥ୍ୟାଙ୍କ ୟୁ ସାର୍। ଆଜ୍ଞା, ବହୁତ ବଢିଆ। ପ୍ରମୋଦ ଭାଇ। ଓକେ, ଠିକ ଅଛି। ବହୁତ ବଢିଆ କଥା ଯେ ସମସ୍ତଙ୍କର କିଛି ନା କିଛି ଅନୁଭୂତି ଏ, ଧ୍ୟାନ ପ୍ରତି ରହିଛି। ଆଉ ଧ୍ୟାନ କରିବା ଦ୍ୱାରା ମଣିଷର ଏକାଗ୍ରତା ବଢିବା ସହିତ ମଣିଷ ଆମେ ମାନେ ଗୋଟେ ଶାନ୍ତିରେ ଗୋଟେ ଜୀବନ ଆମେ କାଟି ପାରିବା। ବହୁତ ଭଲରେ ଆମେ ଜୀବନ ଯାପନ କରିପାରିବା। ଆମ ପରିବେଶ ବି ବହୁତ ବଢିଆ ରହିପାରିବ। ଆଉ ତା ସହିତ ପଜିଟିଭନେସ୍ ମନ ଭିତରେ ଆସିବା ଦ୍ୱାରା ଆମେ ଯେକୌଣସି କାମକୁ ଆମେ କରୁଛେ, ତ ପ୍ରତ୍ୟେକ କାମର ସଫଳତା ଆମକୁ ମିଳିପାରିବ। ତ ଏଇଟା ହଉଛି ସବୁଠୁ ବଡ଼ କଥା। ତ ପଜିଟିଭନେସ୍ ମାଇଣ୍ଡକୁ ଆସିବା ନିହାତି ଜରୁରୀ। ତ ସେଥିଲାଗି ଆମେ ଏ, ନିଜ ଭିତରେ ଥିବା ଉର୍ଜାକୁ ଜାଗ୍ରତ କରିବା ପାଇଁ ଆମକୁ ଧ୍ୟାନ କରିବା ନିହାତି ଜରୁରୀ। ଆଉ ପ୍ରତ୍ୟେକ ଦିନ ବି କରିବା ଦରକାର। ଇଏ ଗୋଟେ ଦିନର ପ୍ରୋସେସ ନୁହେଁ। ଡେଲି କିଛି ନା କିଛି 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 କରିବା ଦ୍ୱାରା ଆମେ ଏଥିରେ ଆମେ ଗୋଟେ ଦିନ ଏମିତି ଆସିବ ଯେ ଆମେ ଯାହା ଚାହିଁବା ତାହା କରିଦେଇ ପାରିବା। ଯେମିତି ମୁନି ଋଷି ମାନେ ବହୁତ ସାରା ଧ୍ୟାନ ଦ୍ୱାରା ବହୁତ ସାରା ଶକ୍ତିକୁ ଅକ୍ତିଆର କରିଦେଇ ପାରୁଥିଲେ, ତ ଆମେ ବି ବହୁତ ସାରା ଶକ୍ତିକୁ ଅକ୍ତିଆର କରିଦେଇ ପାରିବା। ବହୁତ ବଢିଆ କଥା। ଗତକାଲି ଆପଣମାନେ ବି କାଲି ମଙ୍ଗଳବାର ଥିଲା, ସମସ୍ତେ ବସିଥିଲେ, ମିଟିଂରେ ବସିଥିଲେ। ତ ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। କିନ୍ତୁ ଆମେ ଆମର ଯୋଉ ଟାର୍ଗେଟ ଅଛି, ଏ ମାସରେ ଆମେ 28 ଦିନ ଅଛି। ଆଜି ତ 18 ତାରିଖ ହେଇଗଲାଣି, ଆଉ ଏକ୍ଜାକ୍ଟ 10 ଦିନ ରହିଛି ଆଜିକୁ ମିଶେଇଲେ। ତ ଇଏ 10 ଦିନ ଭିତରେ ଆମେ କଣ କଣ କରିପାରିବା? ବହୁତ ବଡ଼ ଆ, ଉମ୍, ଆ, ମୁଁ ତ ଏମିତି କହିବିନି ଯେ ଦୁନିଆରେ କୌଣସି ଜିନିଷ ଅସମ୍ଭବ। ଅସମ୍ଭବ କିଛି ବି ନୁହେଁ। ଆମେ କରିବାକୁ ଚେଷ୍ଟା କରିବା, କିନ୍ତୁ କଷ୍ଟ ଟିକେ ଅଛି। 2, 3 ଦିନ କମ ଅଛି, ତ କଷ୍ଟ ଟିକେ ଅଛି, କିନ୍ତୁ କୌଣସି ଜିନିଷ ଅସମ୍ଭବ ବି ନୁହେଁ। କିନ୍ତୁ ବିପରୀତ ପରିସ୍ଥିତିରେ ଯେ କରିକି ଦେଖେଇଦେଲା, ସେ ହଉଛି ଅ, ପ୍ରକୃତ ସୁରବୀର। ତ ଆମକୁ ଅ, ଆଜି ସଂକଳ୍ପ ନବା ନିହାତି ଜରୁରୀ ଯେ ଯୋଉ ଟିମ୍ ପ୍ରହ୍ଲାଦର ଯୋଉ ପ୍ରକାରର ଟାର୍ଗେଟ ଆମ ପାଖରେ ଅଛି, ତ ସେ ଟାର୍ଗେଟକୁ ଆମେ ଆଚିଭମେଣ୍ଟ କରିବା ନିହାତି ଜରୁରୀ। ତ ସେଥିପାଇଁ କଣ କଣ ଦରକାର? ତ ତାପରେ ତାର ବି ସହଯୋଗ ବି ନବା ନିହାତି ଦରକାର। ଯେମିତି କି ଅପା କହିଲେ, ଆଜି ୟୁଏଲପି ପ୍ରୋଗ୍ରାମ ପ୍ରବୀଣା ମ୍ୟାଡାମଙ୍କ ଘରେ ଅଛି, ମିତାଞ୍ଜଳି ମ୍ୟାଡାମଙ୍କ ଘରେ ଅଲରେଡି ୟୁଏଲପି ସରିଗଲାଣି। ତ ତା ଛଡା 18 ତାରିଖ, ଆଜି କାଲି 19 ତାରିଖ, ଆସନ୍ତା କାଲି ଦିନ 2ଟା ବେଳେ ବହୁତ ସାରା ମହିଳା ସାଥୀ ମାନଙ୍କର ଭିତରେ ଗୋଟେ କିଟି ପାର୍ଟିର ବ୍ୟବସ୍ଥା କରାଯାଉଛି। ଆହୁରି ଆଗକୁ ବି ବହୁତ ବଡ ପ୍ଲାନିଂ ବି କିଛି ରହିଛି। ତ ଇନଭଲ୍ଭ ଯଦି ଆମେ ମାହୋଲ ସହିତ ଇନଭଲ୍ଭ ଯଦି କରିବା, ତାହେଲେ ଆମ କାମ ବହୁତ ସହଜ ହେଇଯିବ, ବହୁତ ସରଳ ବି ହେଇଯିବ। ତ ସେଥିଲାଗି ମାହୋଲକୁ ଆଣିବା ନିହାତି ଦରକାର, ଆଉ ନିଜେ ବି ଇନଭଲ୍ଭ ହବା ନିହାତି ଦରକାର। ଧରନ୍ତୁ କାହାର ଜେଣ୍ଟସ୍ ଜଣେ ଜଏନିଂ କରିଛନ୍ତି ଆରସିଏମ ରେ, ତାଙ୍କ ମ୍ୟାଡାମକୁ ଇନଭାଇଟ୍ କରିବା। ତ ଆଜି ଆମର କାମ ହଉଛି ଏଇଆ ଯେ ଆମେ ମ୍ୟାକ୍ସିମମ୍ରେ ମ୍ୟାକ୍ସିମମ୍ ଆମେ ଯଦି ସପୋଜ ଅମିୟ ବାବୁ କହିବେ କି ମୁଁ ତ ଦୂରରେ ଅଛି, କିନ୍ତୁ ତାଙ୍କ ଟିମରେ ବି ଏଠି ବି କେହି ନା କେହି ବାଣୀ ବିହାରରେ ଅଛନ୍ତି, କୋଉଠି ଅଛନ୍ତି। ତ ତାଙ୍କୁ ସେଠି ବସିକି ଫୋନ କରିବା ଦ୍ୱାରା ସେ କେମିତି ଆଟ୍ରାକ୍ଟ ହେଇପାରିବେ ଯେ ଇଏ ପ୍ରୋଗ୍ରାମକୁ ଆସିବା। ଆସିଲେ କଣ ହବ ନା ଗୋଟେ ମାହୋଲ ସହିତ ମିଶିବେ, ଗୋଟେ ମନ ଭିତରେ ଗୋଟେ ପଜିଟିଭନେସ୍ ଆସିବ। ଯୋଉ ମାସ ଶେଷରେ ଆମେ ପରଚେଜ କରିବା ପାଇଁ 100 ପିଭିର କରିବା ପାଇଁ
କେତେ ମେହନତ ଲଗାଉଛେ ତା ସହିତ ଲାଷ୍ଟକୁ ପରଚେଜ କରୁନାହାନ୍ତି ତ ନିଜେ ଆମେ ନିଜେ କାଳେ ତାଙ୍କର ଡିସକଣ୍ଟିନ୍ୟୁ ହେଇଯିବ ଆମେ ନିଜେ 100 PV ର କରିଦଉଛେ। ତ ଇଏ ସରଳ ତରିକା ହଉଛି ଯେ କାଲିର ପ୍ରୋଗ୍ରାମକୁ ବହୁତ ଭଲ ଏନ୍ଜୟ କରିବା। ଆଉ ଏନ୍ଜୟ ସେତେବେଳେ ଆପଣଙ୍କର ସମ୍ଭବ ହେଇପାରିବ ଯେ ଯୋଉଥିରେ କି ମ୍ୟାକ୍ସିମମ୍ ଆପଣଙ୍କ ଟିମର ମ୍ୟାକ୍ସିମମ୍ ମାନେ ମୁଁ ତ କହିବି ଯେ ପୁରା ପୁରାକୁ ପୁରା ଟିମ୍ ଲିଷ୍ଟ ପୁରା ଆପଣଙ୍କ ପାଖରେ ଅଛି। ତ କାହାକୁ ବାଛ ବିଚାର ନ କରିକି ପ୍ରତ୍ୟେକଙ୍କୁ ଆମେ ଫୋନ କରିବା ଆଉ ତା ସହିତ ଆମେ ଇଏ ବି ପୋଷ୍ଟର ବି ପଠେଇବା। ତ ସେ ପୋଷ୍ଟର ଇନଭାଇଟେସନ ପୋଷ୍ଟର ପଠେଇବା ଦ୍ୱାରା ତାଙ୍କୁ ଫୋନ କରିବା ଦ୍ୱାରା ତାଙ୍କୁ ଫୋନ କରିବା ଆଜ୍ଞା ଆପଣଙ୍କୁ ପଠେଇଲି ପୋଷ୍ଟର ଆପଣଙ୍କୁ ଇନଭାଇଟେସନ ପଠେଇଲି ଫୋନରେ ଯେମିତି ନିଜର କିଛି ଗୋଟେ କରୁଛେ ଆମେ ନିଜର କିଛି ଗୋଟେ ଫଙ୍କସନ କରୁଛେ ଆପଣଙ୍କୁ ପୋଷ୍ଟର ପଠେଇଲି ଇନଭାଇଟେସନ ଲେଟର ପଠେଇଲି ଆପଣ 2ଟା ବେଳେ ଆସିକି ପହଞ୍ଚିବେ। ତ କିଟି ପାଟି ସେଠି ଅଛି ତ ଆପଣ ଆସିକି ପହଞ୍ଚିବେ। ତ ସେଠି ପହଞ୍ଚିବା ପରେ ଆଜି ପର୍ଯ୍ୟନ୍ତ ଯିଏ ବି RCM ର ଏତେ ବଡ଼ ରୂପକୁ ଦେଖି ପାରିନାହାନ୍ତି ତାଙ୍କୁ ଲାଗୁଛି ଯେ ହଁ କେବଳ ତେଲଟା ସେ ୟୁଜ୍ କରୁଛନ୍ତି କି ଆଉ କଣଟେ ୟୁଜ୍ କରୁଛନ୍ତି। ତ ସବୁ ପ୍ରତ୍ୟେକ ପ୍ରଡକ୍ଟକୁ ସେ ୟୁଜ୍ କରିବେ। ୟୁଜ୍ କରିବା ଦ୍ୱାରା ତାଙ୍କର କ'ଣ ହବ ନା ମାନେ ଦେଖିଲେ ତ ମନ ହବ ତ ପରଚେଜ କରିବା ପାଇଁ ତାକି ଆମେ ସଫଳ ଆମେ ହେଇଯାଇପାରିବା। ତ ସେଥିଲାଗି ମ୍ୟାକ୍ସିମମ୍ ଇନଭଲ୍ଭ ରହିବା ନିହାତି ଜରୁରୀ। ଆଉ ମ୍ୟାକ୍ସିମମ୍ ସାଥୀକୁ ବି ଇନଭଲ୍ଭ କରିବା ନିହାତି ଜରୁରୀ। ବହୁତ ବଢ଼ିଆ କଥା। ତ ଆପଣମାନେ ଆକୁ ଠିକ ଭାବରେ କରିପାରିବେ ବୋଲି ଇଏ ବିଶ୍ୱାସ ବି ମୋର ଅଛି। ତ ଆଜି ଆସନ୍ତୁ ସାର୍ଙ୍କଠୁ ଆମେ ଶୁଣିବା। ସାର୍ ପ୍ଲିଜ ୱେଲକମ୍। ଚାନ୍ଦ ସାର୍। ଆଜ୍ଞା ସାର୍ ୱେଲକମ୍। ନମସ୍କାର। 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 ଜୟ RCM। ଜୟ ସାର୍ ନମସ୍କାର। ଏ ମେଡିଟେସନ ଆମର ଯୋଉ ଚାଲିଛି ଏ ଯୋଉ ମ୍ୟାଡାମ ମେଡିଟେସନ କରୁଛନ୍ତି ସେ ହଉଛି କଣ ଆପଣ ମାନେ ଜାଣିଥିବେ ସେ ତାକୁ କହନ୍ତି ଅନାପସତି ମେଡିଟେସନ ନୁହେଁ କି? ଅନାପସତି ମେଡିଟେସନ। ଏ ମେଡିଟେସନ ହଉଛି କଣ କେବଳ ଆପଣ ଶ୍ୱାସକୁ ଉପରେ ଧ୍ୟାନ ଦେବେ। ଆପଣ ନିଶ୍ୱାସ ଯାଉଛି ନିଶ୍ୱାସ ଆସୁଛି ନିଶ୍ୱାସ ଯାଉଛି ନିଶ୍ୱାସ ଆସୁଛି ତାରି ଉପରେ କେବଳ ଧ୍ୟାନ ଦେବେ। ତାକୁ କହନ୍ତି ଅନାପସତି ମେଡିଟେସନ। ଏଇଥିରେ 5-10 ମିନିଟ ଡେଲି କଲେ ପ୍ରାକ୍ଟିସ ପ୍ରଥମେ 5-10 ମିନିଟ କରିଲେ ସେ ଧୀରେ ଧୀରେ ହବ। ଏକା ସାଙ୍ଗରେ ଯେ ସବୁ କିଛି ହେଇଯିବ ତା ନୁହେଁ। ଯୋଉ ପ୍ରକାର ଆମେ ଯାହା ଜାଣିଛୁ ଗୋଟେ ଜାଗାରେ ବସିକିରି ନିଶ୍ୱାସକୁ ପ୍ରଶ୍ୱାସକୁ ଖାଲି ଖାଲି ନିଶ୍ୱାସ ଯିବା ଆଉ ନିଶ୍ୱାସ ପ୍ରଶ୍ୱାସ ତାରି ଉପରେ ଖାଲି ଲକ୍ଷ୍ୟ କରିବେ କେମିତି ନିଶ୍ୱାସ ଯାଉଛି କେମିତି ପ୍ରଶ୍ୱାସ ଆସୁଛି ତାରି ଉପରେ ଲକ୍ଷ୍ୟ କରିବେ। ମନ ଯେତେବେଳେ ଭଟକି ଯାଉଥିବ ପୁଣି ଆଣିକିରି ତାରି ଭିତରେ ପୁରଉଥିବେ। ଏମିତି କଲେ ପ୍ରାକ୍ଟିସ କଲେ ହେଇଯିବ। ମ୍ୟାଡାମ ଏଇନେ କହୁଥିଲେ ଯେ ତାଙ୍କ ମନ ଖାଲି ଡିଷ୍ଟର୍ବ ହେଇଯାଉଛି ସବୁବେଳେ ଏପଟ ସେପଟ କଥା ଆସୁଛି ଏଇଟା ତ ହବ। ସେଥିପାଇଁ ରାମକୃଷ୍ଣ ଠାକୁରଙ୍କର ଗୋଟେ ସେ ତାଙ୍କ ପ୍ରବଚନରେ ଆମେ ପଢିଛୁ ସେ ଗୋଟେ ଗପ କହୁଥିଲେ ଜଣେ ବ୍ୟକ୍ତି ସେ ମେଡିଟେସନ ଆଉ ଶିଖିବା ପାଇଁ ସେ ଜଣେ ଗଲେ ହିମାଳୟରେ ଜଣେ ଗୁରୁଙ୍କ ପାଖରେ ମେଡିଟେସନ ଶିଖିବା ପାଇଁ ବସିଲେ। ଯାଇକିରି ଶିଷ୍ୟ ହେଲେ ତାଙ୍କର। ତ ସେ କହିଲେ ମେଡିଟେସନ କୁ କେମିତି ଧୈର୍ଯ୍ୟର ସହିତ କେତେ ବର୍ଷ ଅଭ୍ୟାସ କରିବାକୁ ପଡିବ। ତ ସେ ଆରମ୍ଭ କରିଲେ। କିଛି ଦିନ ପରେ ତାଙ୍କର ଧୀରେ ଧୀରେ କିଛିଟା ଆସିଗଲା କନଫିଡେନ୍ସ ଆସିଗଲା। ସେ ମେଡିଟେସନ ମଧ୍ୟ ଠିକ କରିଲେ। ତ ସେ ବ୍ୟସ୍ତ ହେଲେ କହିଲେ ମୋର ହେଇଗଲା ତ ମୁଁ ଯାଉଛି। କିନ୍ତୁ ଗୁରୁଦେବ କହିଲେ ଯେ ନାଇଁ ଆହୁରି ସମୟ ଅଛି ଧୈର୍ଯ୍ୟର ସହିତ ତମକୁ କରିବାକୁ ପଡିବ। ନାଇଁ ସେ କହିଲେ ମୁଁ ତ ପୁରା କରିଦଉଛି ତ ଯାଉଛି। ଠିକ ଅଛି ଗୁରୁଦେବ ତାଙ୍କୁ କହିଲେ ଠିକ ଅଛି ତମେ ଯାଅ ମେଡିଟେସନ କର କିନ୍ତୁ ତମେ କେତେବେଳେ ମାଙ୍କଡ କଥା ଚିନ୍ତା କରିବନି। ଯେତେବେଳେ ମେଡିଟେସନ କରିବ ସେତେବେଳେ ମାଙ୍କଡ କଥା ଚିନ୍ତା କରିବନି। ତ ସେ କହିଲେ ଠିକ ଅଛି। ତାପରେ ସେ ଗଲେ ଯାଇକି ମେଡିଟେସନ କଲେ। ତାଙ୍କର ମାଙ୍କଡ କଥା ଚିନ୍ତା କରିବେନି ନା ସେ ଖାଲି ମାଙ୍କଡ କଥା ଚିନ୍ତା ନ କରିବା ପାଇଁ ଚିନ୍ତା କଲେ। ମାଙ୍କଡ କଥା ଚିନ୍ତା ନ କରିବା ପାଇଁ ଚିନ୍ତା କଲେ। ତ କେତେବେଳେ ମେଡିଟେସନ କରିପାରିଲେ ସବୁବେଳେ ମାଙ୍କଡ କଥା ହିଁ ଆସିଲା। ଯଦି ୟା ଭିତରେ ସୂକ୍ଷ୍ମ କଥା କଣ ଆମେ ଯଦି ନେଗେଟିଭ ଟାକୁ ଚିନ୍ତା କରିବା ଯେ ଆମେ ଏକୁ ଚିନ୍ତା କରିବାନି ତାହେଲେ ସିଏ ଚାଲି ଆସିବ। ତ ଅନ୍ଧାରକୁ ଠେଲିଲେ କଣ ଅନ୍ଧାର ଚାଲିଯିବ କି? ତେଣୁ ଆଲୁଅଟେ ଜଳିବାକୁ ପଡିବ। ତ ପଜିଟିଭ ଯୋଉ କଥାଟାକୁ ସିଏ ତାରି ଉପରେ ଫୋକସ କରିବା। ସିଏ ନେଗେଟିଭ କଥା ସିଏ ଆସୁଥିବ ତାପରେ ଧୀରେ ଧୀରେ ପଜିଟିଭ ଉପରେ ଯେତେବେଳେ ଆମର ଫୋକସ ଆସିଯାଏ
सी नेगेटिव मन को मन जाए आम नेगेटिव को दूरेबा को चेष्टा करवानी आपण मैंने मेडिटेशन कला बेलू मैडम इन कहते जे एमती विषय चिंता करेंगे ना जमा आपण केवल आम जो बसवा केवल पॉजिटिव टाक चिंता करवा आदि अनावश्यक मेडिटेशन करेंगे निश्वास जावा आसवा तार पर ध्यान दिखाते इे सियाड़े कथा आसो जिते प्राक्टिस करेंगे धीरे 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 से दूरेबा को चेष्टा कले सी के दूरे जीवन सी आहरी माड़ी बस ये हूँ कथा तो आपण मैंने मेडिटेशन आम एकाग्रता देखो आ गए एकाग्रता करवा करपारती आ जो प्रार्थना कथा मैडम भी मैडम कहते प्रवीणा मैडम प्रार्थना भी गोटे एकाग्रता मन प्राण देकर सकाଳେ प्रेयर इज द बेस्ट मेडिटेशन जो प्रार्थना जदि करेंगे सका बसिक संध्यारे जो प्रार्थना हुए मन ध्यान देकर ठाकुर को भाविक प्रार्थना 10 मिनट प्रार्थना कले भी सी भी गोटे मेडिटेशन सी भी मेडिटेशन जहाँ मन ध्यान देवे मेडिटेशन आ कर्म उपर ध्यान देवे सका उठला मात्र जो मैंने कर्मयोगी जो मैंने से सका उठला मात्र गाधे पाधे ठाकुर को मुंडिया मारिक चलिए कर्म सी मन गोटे जेकोसी गोटे कर्म जेकोसी मन टाक स्थिर करवा से मेडिटेशन सेम काम मेडिटेशन करेंगे सका उठला मात्र लोक संपर्क लोक मार्केटिंग प्लान प्रेजेंटेशन कला बेलू जी मार्केटिंग प्लान प्रेजेंटेशन सी ठीक पूरा माने मन प्राण देकर कनसेंट्रेट करके मु जहाँ को मार्केटिंग प्लान प्रेजेंटेशन करुँची सी जमी भल भाव ग्रहण करू तो पूरा से तो एकाग्रता भी आसीगला संजीव सर से दिन 2 घंटा जो प्रेजेंटेशन करते सी तो 2 घंटा जाक एकाग्रता थे ना कनसेंट्रेशन से पूरा 2 घंटा थे से आउ कौन चिंता करते कि केवल लोक मैंने जो बसि 200 लोक बसि से केमी भाव भल भाव शुणे जानवे बुझे तो यही सी कर्म उपर पूरा प्रेजेंटेशन कले तो आपण मैंने जिते निज काम उपर आप रांधुंट लेडीज मैंने जिते रही निआ जलुची एपटे परिया पत्र सेपटे ये रोचे सी पूरा मन को जब कनसेंट्रेशन न करेंगे से रांधा कम के तरकारी खराब हो तेणु कनसेंट्रेशन आमर कर्म कनसेंट्रेशन हो पार तथापि सका उठिक जब अनावश्यक मेडिटेशन 5-10 मिनिट कले भी हम निश्वास जावा ना प्रार्थना कले भी बहुत बढ़िया प्रार्थना जब मन प्राण देकर प्रार्थना करेंगे जगन्नाथ प्रार्थना करेंगे प्रार्थना न करी प्रार्थना शुणिबे जदि प्रार्थना शुणिबे ध्यान करेंगे जगन्नाथ प्रार्थना जो अच्छी ध्यान करेंगे मनटा से देवे ताले सी भी मेडिटेशन तो थैंक यू बहुत बहुत धन्यवाद तेबे एबे आमे कर्म उपरे एतो गला आध्यात्मिक कथा हमर मन केमति एबे कर्म उपरे आमे ध्यान दबा जे आपण माने कर्म उपरे ध्यान दियंतु हेल्थ कैंप करंतु हेल्थ कैंप को करंतु जहां अब करंतु खाली आमे आलोचना करले कोन हो एटा करबा सेटा करबा आमे संकल्प नउचे कि संकल्प को वैल्यू रखुने तेणु संकल्प शब्दटार आमे वैल्यू रहउने आज आमे संकल्प नै जाउछे या करबा किंतु आमे करूने जदि संकल्प को इंसल्ट करूछे आमे संकल्प गोटे एत बड़ गोटे माने आइडिया ताकू आमे इंसल्ट करूँ संकल्प शब्दटा को आमे अति खामखियाल भाव यूज करिया भी उचित नुहे आ संकल्प अनुसार जब काम न कले ताले सेटा गोटे इच्छा है खाली ताकू संकल्प कह जायनि तेणु आमे सब जिनिस समस्त वयस्क लोक आमे बसचे तेणु आमे सब जिनिस को अति मूल्य देकरी आ बहुत ओजन देकरी आमे चिंता करबा से अनुसार काम करा जेति कि देखंतु काम करबा माने कोन आमे जे कोनोसी काम आमे करूचे जे कोनोसी आमे काम करूचे अन्य काम ता सहित आरसीएम रो काम को एडजस्टमेंट करिया कथा लोक संपर्क करिया कथा लोक मान जो मान टीम रे अछन ताको सहित संपर्क करबा केमति भाबरे नुवा लोकन सहित प्रतिदिन मिसिबा एही बड़ी काम चली रखिबा किंतु होम मीटिंग तापरे वीकली होम मीटिंग प्रतिदिन किसी किसी आपण मानक भितर आलोचना यही जदि कंटिन्यूअस चलांती ताले मध्य धीरे 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 आपनकर बिजनेस बढ़िबो थैंक यू बहुत बहुत धन्यवाद ओवर टू सतपति सर बहुत बढ़िया कथा जे संकल्पर विकल्प नहीं तो आमे संकल्प जहाँ करवा तो ताकू करके ही देखा किछि किछि मात्रा रे आमे तो आगु को बढ़ुचे सर मु भी आपनको कथारे एकमत जे करि पारुने बहुत सारा किंतु धीरे 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 आमे चेष्टा करूचे करिया पई करि पारिया सर हबो आपनको विश्वास अछि आ हम भितरे आपनको विश्वास को नै कि आमे आमे प्रूव तो करिकी देखै दबु सर हेई परिबो आरती मैडम लीडरशिप रे तांकर टीम जो प्रकार भाव से अटैचमेंट रखी तो से तो बहुत भल
ଅଗ୍ରଗତି ହଉଛି। ମୋର କହିବା କଥା ଦେଖନ୍ତୁ ଆରତୀ ମ୍ୟାଡାମଙ୍କ ଟିମ ରେ ଅଛନ୍ତି, ମିତାଞ୍ଜଳି ମ୍ୟାଡାମ ଅଛନ୍ତି, ନମିତା ମ୍ୟାଡାମ ଅଛନ୍ତି, ମିନତି ମ୍ୟାଡାମ ଅଛନ୍ତି, ପ୍ରବୀଣା ମ୍ୟାଡାମ ଅଛନ୍ତି, ସବୁ ଅଛନ୍ତି। ମୋର କହିବା ନର୍ମଦା କଥା ମ୍ୟାଡାମ ବି ଦେଖନ୍ତୁ ଅଛନ୍ତି ନମିତା ସାର୍, ଆଜ୍ଞା ନର୍ମଦା ମ୍ୟାଡାମ ବି ଅଛନ୍ତି। ନର୍ମଦା ମ୍ୟାଡାମ ବି ଅଛନ୍ତି। ତ ଏବେ କଣ କରନ୍ତୁ ଆପଣ ମାନେ ମଧ୍ୟ ଯେମିତି କଥାଟା ହଉଛି ଟିକେ ଆପଣ ନେଟୱାର୍କିଂ ସିଷ୍ଟମ କୁ ଆସନ୍ତୁ। ଆମର ଆମେ କଣ କରୁଛେ, ଆମେ ନେଟୱାର୍କର ଆମେ ଯଦି ପରଚେଜର ହେଇକି ରହିବା ଯଦି ସିଏ ଅଲଗା କଥା, ଆମେ ପରଚେଜର ହେଇକି ରହିବା। ଯଦି ଆମେ ନେଟୱାର୍କର ହବା ବା ଆମେ ଆମର ଲୋକଙ୍କୁ ଆମେ ଭଲ ଚିନ୍ତା କରିବା, ଲୋକମାନେ କେମିତି ଭଲ ପ୍ରଡକ୍ଟ ପାଇବେ ଆଉ ସେମାନଙ୍କର ଲାଇଫରେ କେମିତି ଉନ୍ନତି ହବ, ତାର ସେଇ ତ ଆମର ତ ସେଇ କାମ ନା। ଲୋକମାନଙ୍କର ଲାଇଫରେ କେମିତି ପରିବର୍ତ୍ତନ ଆସିବ, ଏଇଟା ହଉଛି ଦେଖନ୍ତୁ ଲୋକମାନଙ୍କ ମନରେ ପରିବର୍ତ୍ତନ ଆଣିବା ଗୋଟେ ବହୁତ ବଡ କାମ, ଗୋଟେ ସୋସିଆଲ ୱାର୍କ। ସିଏ ମାନେ ଭଗବାନ କୃଷ୍ଣ ମଧ୍ୟ ଗୀତାରେ କହିଛନ୍ତି ଆମେ ଲୋକମାନଙ୍କ ମନରେ ପରିବର୍ତ୍ତନ ଆଣିବା, ସବୁ ଆଧ୍ୟାତ୍ମିକ ଗୁରୁ ମାନେ କହୁଛନ୍ତି। ସିଏ ଯୋଉ ପ୍ରକାର ମାନେ ଲୋକମାନଙ୍କ ମନରେ ପରିବର୍ତ୍ତନ କରିବାର ଯୋଉ ପ୍ରକାର ସବୁ ଚାଲିଛି, ଏନଜିଓ ମାନେ କରୁଛନ୍ତି, ବହୁତ ଆଧ୍ୟାତ୍ମିକ ସଂସ୍ଥା ମାନେ କରୁଛନ୍ତି, ଆମ ଭିତରେ ଆରସିଏମ ର ଭିତରେ ତଫାତ। କାରଣ ସେଥିରେ କଣ ହଉଛି, ସେମାନଙ୍କର ଆର୍ଥିକ ଅବସ୍ଥା ବଢୁଛି, ଲୋକମାନଙ୍କର ଆର୍ଥିକ ଅବସ୍ଥା ବଢୁଛି, ତାଙ୍କର ପାରିବାରିକ ଅବସ୍ଥା ବଦଳୁଛି, ସେମାନଙ୍କର ବହୁତ କିଛି ପରିବର୍ତ୍ତନ ଆସୁଛି। ଆରସିଏମ ଗୋଟେ ଏମିତି ଗୋଟେ ଆଧ୍ୟାତ୍ମିକ ସିଷ୍ଟମ ଭିତରେ ଲୋକମାନଙ୍କର ଉପକାର କରିବାକୁ ଚେଷ୍ଟା କରୁଛି। ତ ଲୋକମାନଙ୍କର ଉପକାର କରିବାର ଯଦି ଆମର ଉଦ୍ଦେଶ୍ୟ, ତେବେ ଆମର କାମ କଣ ହେଲା ଯେ ଆମେ ସବୁବେଳେ ନିଜର ମାନେ କିଛି ଲୋକଙ୍କୁ ଏକାଠି କରିବାକୁ ଚେଷ୍ଟା କରିବା। ଦେଖନ୍ତୁ ଏବେ ଆରତୀ ମ୍ୟାଡାମଙ୍କର 5-7 ଜଣ ଅଛନ୍ତି, ତ ତେଣୁକରି ମିନତି ମ୍ୟାଡାମ ବି ଯେମିତି ତାଙ୍କର ବି 5-7 ଜଣ ବାହାର କରନ୍ତୁ, ମିତାଞ୍ଜଳି ମ୍ୟାଡାମ ସେମିତି ତାଙ୍କର ବି 5-7 ଜଣ ବାହାର କରନ୍ତୁ, ନମିତା ମ୍ୟାଡାମ ମଧ୍ୟ ତାଙ୍କର 5-7 ଜଣ ବାହାର କରନ୍ତୁ, ସେମିତି ଭାବରେ ପ୍ରବୀଣା ମ୍ୟାଡାମ ମଧ୍ୟ ତାଙ୍କର 5-7 ଜଣ ବାହାର କରନ୍ତୁ। ଆପଣ ମାନେ ମୋ କଥା ବୁଝିପାରୁଥିବେ। ଯେମିତି ଆରତୀ ମ୍ୟାଡାମ ବର୍ତ୍ତମାନ ମିଟିଂ କରିବାକୁ ଡାକିଲେ 5-7 ଜଣ ନିଶ୍ଚିତ ଭାବରେ ତାଙ୍କ ସହିତ ଆଟାଚମେଣ୍ଟ ଅଛନ୍ତି। ସେମିତିଆ ନମିତା ମ୍ୟାଡାମ ସେମିତି ଗୋଟେ ମିଟିଂ କରିବେ ଯେମିତି 5 ଜଣ ତାଙ୍କର ବାହାରି ପଡିବେ। ବୁଝିପାରୁଛନ୍ତି ମୋ କଥା ତ? ପ୍ରବୀଣା ମ୍ୟାଡାମ ହଁ ବୁଝିପାରୁଛନ୍ତି ମୋ ବୁଝିପାରୁଛି। କଥା? ହଁ, ନାଇଁ ସେମାନେ କିଛି କହୁନାହାନ୍ତି କାହିଁକି? ନମିତା ମ୍ୟାଡାମ ହ୍ୟାଲୋ, ଅନମ୍ୟୁଟ ଯଦି କରିଦିଅନ୍ତୁ ମିତାଞ୍ଜଳି ଆନ୍ସର ମ୍ୟାଡାମ, ମ୍ୟାଡାମ ଆଜ୍ଞା। ସାର୍ ନମସ୍କାର, ସାର୍ ନମସ୍କାର। ନମସ୍କାର। ହଁ। ତ ସେମିତି ନମିତା ମ୍ୟାଡାମ ଯଦି 5 ଜଣ ତାଙ୍କ ସହିତ ଆଟାଚ ହେଇକି ରହିବେ, ସିଏ କହିଲା ମାତ୍ରେ ସେଇ 5 ଜଣ ବାହାରିବେ। ତ ସେମିତି ମିତାଞ୍ଜଳି ମ୍ୟାଡାମ ମଧ୍ୟ 5 ଜଣକୁ ଆପଣ ମାନେ ସେଇଭଳି ଠିକ କରନ୍ତୁ, ତାହେଲେ ଏଇଟା ହଉଛି ସିଷ୍ଟମ। ଯଦି ସଞ୍ଜୀବ ସାର୍ ଯେତେବେଳେ ଆସିଲେ ମୁଁ ଏକା ଥିଲି, ମୁଁ 4-5 ଜଣ ଆଣିଲି, ସେଇ 4-5 ଜଣଙ୍କୁ ନେଇକି ଯଦି ଚାଲିଥାନ୍ତା କିଛି ହେଇନଥାନ୍ତା। ତେଣୁ ପ୍ରତ୍ୟେକ 5 ଜଣ 10 ଜଣ 15 ଜଣ ତାଙ୍କର ଟିମ୍ ତିଆରି କରି ଆରମ୍ଭ କଲେ। ତ ଯେମିତିକା ଦେଖନ୍ତୁ ଏବେ ସାହୁ ବାବୁ ଯଦି ସେମିତି 5 ଜଣ ତାଙ୍କର ଡାକିଦେଲେ 5 ଜଣ ବାହାରିବେ, ଫୋନ କରିଦେଲେ ନିଶ୍ଚିତ ଭାବରେ 5 ଜଣ ରେସ୍ପଣ୍ଡ କରିବେ। ଏଇଟା ଆଜ୍ଞା ହଉଛି ଯଦି କରିପାରିବେ, ଯଦି ସେମିତି କରିପାରିବେ, ତେବେ ଆମେ ପ୍ରକୃତରେ ଆମେ ସମାଜ ପାଇଁ କିଛି କରିପାରିବା, ଆମେ କରିପାରିବା। ତ ଏବେ ଆମେ ସାଧାରଣତଃ ଲୋକମାନଙ୍କୁ ଯଦି ଦେଶ ପାଇଁ କଣ କରିବା, ବଡ ଆକାରରେ କରିବା, ସମାଜ ପାଇଁ କରିବା, ଏଗୁଡା ତାଙ୍କ ମନରେ ଏବେ ଆଣନ୍ତୁନି। ଆଣିଲେ କଣ ହବ ନା, ସେମାନେ ଏହାର ମୂଲ୍ୟ ବୁଝିପାରିବେନି। ଆମେ ଆରସିଏମ କଥା ଆଣିଲା ବେଳକୁ ତାଙ୍କୁ କହିବା ଦେଶ ପାଇଁ କଣ କରିବେ, ତମେ ସମାଜ ପାଇଁ କଣ କରିବ, ଆସ ଦେଶ ପାଇଁ କାମ କରିବ, ଆସ ସମାଜ ପାଇଁ କାମ କରିବ, ସେଥିରେ କଣ ତାଙ୍କର ମୂଲ୍ୟ ସେ ବୁଝିବେ। ସେଥିରେ ତାଙ୍କୁ ପ୍ରଥମେ ଆପଣ ଆଗେ ତାଙ୍କୁ ପ୍ରଡକ୍ଟର କ୍ୱାଲିଟି କହନ୍ତୁ, ସେଥିରେ କେମିତି ସ୍ୱାସ୍ଥ୍ୟ ଭଲ ରହିବ, କେମିତି ଭାବରେ ରୋଜଗାର ସେଥିରେ ହେଇପାରିବ, କେମିତି ଭାବରେ ନିଜର କେତେ ଭଲ ଭଲ କଥା ଶିଖିବେ, ଜାଣିବେ, ଏଗୁଡା କହିକି ତାଙ୍କର ପରିବର୍ତ୍ତନ ଆଣନ୍ତୁ। କିନ୍ତୁ ଆମର ଇଏ କାମଟା ହିଁ ଅଟୋମେଟିକାଲି ସମାଜ ପାଇଁ ଭଲ ହବ, ଦେଶ ପାଇଁ ଭଲ ହବ। ଆମର କାମଟା, ମୁଁ ମୋ କଥା କହୁଛି, ମୁଁ 6 ମାସ ପର୍ଯ୍ୟନ୍ତ ସେ ସମାଜ, ଦେଶ, ଲୋକଙ୍କ ମଙ୍ଗଳ ଏସବୁ ମୁଁ କିଛି ଚିନ୍ତା କରିନଥିଲି। ମୁଁ ଚିନ୍ତା କରୁଥିଲି ମୋର କେମିତି ଇନକମ ଆସିବ, ମୁଁ କେମିତି ଇନକମ କରିବି। ବ୍ୟକ୍ତି ପ୍ରଥମେ ନିଜର ଭଲ, ନିଜର ପରିବାରର ଭଲ ନ କଲେ ତ ସିଏ ଅନ୍ୟ କଥା ଚିନ୍ତା କରିବ। କିନ୍ତୁ ଏ କାମ ଏମିତି ଯେ ଆପଣ ଯଦି ନିଜ କଥା ହିଁ ଚିନ୍ତା କରିବେ, ନିଜେ ହିଁ ଯଦି କେମିତି ମାସକୁ 50,000 ପାଇବା ଇନକମ କରିବେ, ଆପଣ ଅଟୋମେଟିକଲି ଦେଶର କରୁଛନ୍ତି। ତେଣୁ ଦେଶ କଥା କହିକି ତାଙ୍କ ମାଇଣ୍ଡକୁ ଡିଷ୍ଟର୍ବ କରିବା, ସେମାନେ କଣ କରିବେ ନା, ଏଇ କଣ ଆମେ କଣ ଦେଶ ପାଇଁ କଣ କରିବୁ, ଆମେ କଣ ଇଏ କରିବୁ। ଲୋକମାନଙ୍କର ଏ ପ୍ରକାର ଭିଜନ ହେଇନି। ଯେତେବେଳେ ସେମାନେ ମ୍ୟାଚୁରିଟି ଆସିଯିବ, ସେତେବେଳେ ସେମାନେ ବୁଝିବେ, ହାରି ଆମ କାମ ତ ଦେଶ ପାଇଁ ମନକୁ ନଉଛି। ସେଦିନ ସଞ୍ଜୀବ ସାର୍ କହିଲେ, ମୁଁ କଣ ଦେଶ ପାଇଁ ଚିନ୍ତା କରୁଥିଲି କି, କିନ୍ତୁ ମୁଁ ମାସକୁ 30-40 ହଜାର ବର୍ଷକୁ ଟ୍ୟାକ୍ସ ଦଉଛି।
आ मो द्वारा हजार हजार लोक इनकम करने व्यवस्था करुछंती सेतरे पर मु बुझिली किंतु प्रथमे तो मो निज पई ही करूतिली मोर केमती घरे इनकम आसीबो मु केमती का साइड इनकम पाई मासको 50,000 लक्ष 1.5 लाख पाइबी तेणु प्रथमे निज पई करंतु निजर स्वास्थ्य पई करंतु निजर स्वास्थ्य यदि भल न देशर स्वास्थ्य भल करिया जीवो आमे केमती का देखो तो टीसी सर भी कहउछंती आमे निजे आगे स्वास्थ्य केमती भल रहइबो निजर परिवार आगे स्वास्थ्य केमती भल रहइबो ये सब चिंता करिया कथा निज घर रे इनकम जदि भल न आसीबो आमे अन्य को कहया तमे लाख लाख टका इनकम करबो ए करबो अरे तमे केते इनकम करछो देखा आगे तो तेणु सेमानंकु जदि आमे बड़ बड़ कथा कहइबा ताले सेमाने कोन करिवे तांकर डिप्रेशन आसी जिबारे आमे करि परिबुनी एते तो एही हिसाब रे आमे बहुत सरल भाव रे तांकु आगे केमिता प्रोडक्ट यूज करी रिलेशनशिप करबा प्रोडक्ट रो क्वालिटी विषय रे कहइबा निज संपर्क तयारी करबा तांकु इनकम सेतरे केमिति आसी कहइबा तापरे आमर धीरे 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 लोकंकर मन परिवर्तन हबो आ देखिबे से माने विराट आकर टीम तयारी करिवे आ तेणु एतरे आ गोटे कोन से दिन मीटिंग रे सार सब बेले कहती मुझे गर्व है मैं आरसीएम कर रहा हूं मुझे गर्व है आरसीएम प्रोडक्ट सब ये जो गर्व भावता ये जो गर्व भावटा मन जदि आपण आनिबे जे मो गोटे एमिति काम करूची मते बहुत गर्व लागुची जे मो देश पई करि पारुची मोर प्रोडक्ट समस्त उपकार करुची स्वास्थ्य पई भल अछि आज आरसीएम देश पई करि पारुची देशर डेवलपमेंट में करि पारुची आज लक्ष लक्ष लोक आरसीएम द्वारा केते उपकार पाउछंती ये भावना जदि मन रे गर्व आसीबो ताहले ए जो लोकन को कहया पई जो संकोच भावटा आ रहिबोनी ये गोटे विराट काम जते बेले आपण करिवे सेते बेले को अन्य को कहबे सी बुझी पारुनी बोली से आपण मना करछि मोर एमती शह शह लोक सेमती से बुझी पारि नांती प्रथमे जेते बुझी छंती पर कहि हां एमिति काम मु केते बेले कहतल मु तुमको वर्षे 2 वर्ष आगर कहतल तमे बुझी पारलोनी लोके वर्षे 2 वर्ष 3 वर्ष पर ज्ञान होउची केते पछी जाउछन से माने बुझी परछन कथा मु कहू को बहुत कथा कहि जाउची टाइम बहुत कम धन्यवाद बहुत बहुत धन्यवाद श्री नहीं सर ठीक कथा ही अनेक लोक कहबार अछि नहीं ठीक कथा ही कहउचंती आपण कारण जोटा आपण निजे फील करूचंती आपण सेटा ही कहउचंती निजे भी अंगे लिभेइचंती बहुत सारा कथा जोटा कि आम लाइफ रे भी बहुत किछि बेनिफिट भी हमको दउची तो आमे जो जो प्रकार प्रयास आमे करूचे तो से प्रयास को ठीक भाव रे आमे करिबा निज गर्वर सहित करिबा ताकि आमे हमको लागिबो जे आमे हां गोटे भलो काम आमे करूचे तो निजर परिवार निजर इनकम आ गोटे मिनिट मोर मन पडिगला गोटे कथा आगे आगे सर देखंतु गर्वर सहित चिल्ला चिल्ला के बोलिए समस्त को कहंतु जे मु आरसीएम करूची चिल्ला चिल्ला के सभी को बोलो कि मैं आरसीएम कर रहा हूं ये पोस्टर टा मु मझे मझे पठाए आपण माने पुणी पठेई देबी चित्कार करी कहंतु जे मु आरसीएम करूची किंतु दुखर कथा कोन जानि छथि लोके आरसीएम रे जॉइन करिसंती 2 वर्ष 3 वर्ष 5 वर्ष पड़ोसी घर जानि नांती जे आरसीएम करूसंती तांकर रिलेटिव माने जानि नांती जे माने आरसीएम करूसंती से माने कहबे जे मोर 3 वर्ष लानी काम करली मो रॉयल्टी पाइनी मु कोन एते काम करली देखिला बेलको मु एमती लोकन को जते जाय मु तांको जानिया पे जाय तांको पड़ोसी घर को पचारे तमे आरसीएम जानि छे बाबू करूसंती तांको सांग साथी को परछ आरसीएम जे कहि नांती काकू काई कहि नांती निज लोकन कहया को अनेक संकोच फील करछंती तेणु संकोच फील न करी गर्व सहित चिल्ला चिल्ला कर पार्टी कर चित्कार करी कहंतु समस्त को मु आरसीएम करूची मु आरसीएम करूची मु आरसीएम करूची रूपांतरण यात्रा समस्त को देखो कोन मु जो काम करूची से कोन होउची ये जदि समस्त को कहबे आत्मविश्वास सहित चित्कार करी जदि समस्त को कहबे काहा को छाड़िबेनी संजीव जी कह किसी को मत छोड़ो सेदिन मु कहितले आपण मन रहिथे भीड़ जमाना है जदि 4टा 5टा कथा भीड़ जमाना है रोज दौड़ लगाना है दौड़िया को या डिसाइड मीटिंग करवा ग्रुप मीटिंग करवा दौड़ लगाना है सभी को जोड़ना है किसी को मत छोड़ना है माहौल बनाना है 5टा कथा करंतु ना आपण जदि एतरे 3-4 मास भीतर जदि विराट न करबे भीड़ लोक केमती गहଳି हबो से के कोन भाबुची जम्मा मन गुने माने पर भाबिबे हमें करू हां करंतु आपण करि परिबे ए क्वालिटी आरती मैडम पाखरे अछि मु कहूची आरती मैडम टेक्निकल एग्री रॉयल्टी टेक्निकल आउ से एमराल्ड लगा पई क्वालिटी तांको पाखरे अछि जे सेति पई गोटे बेले जो प्रोग्राम होची जदि आरती मैडम बछि सेतरे से एमिति लीडर बनि जिवे
ଯଦି ଗୋଟେ ବେଳେ ପ୍ରୋଗ୍ରାମ ରେ ଆରତୀ ମ୍ୟାଡାମ ସବୁବେଳେ ବସିବେ ଆଉ ତାଙ୍କର ପ୍ରୋଗ୍ରାମ ମଧ୍ୟ ମୁଁ ସେଟ୍ କରିଦେବି ବିସିଜି କୁ କହିକିରି ଆରତୀ ମ୍ୟାଡାମ ପ୍ରୋଗ୍ରାମ କରିବି ଗୋଟେ ବେଳେ ଆଉ ଗୋଟେ ବେଳେ ଆପଣ ବସିଲେ ମିତାଞ୍ଜଳି ମ୍ୟାଡାମ ନମିତା ମ୍ୟାଡାମ ସମସ୍ତେ ବସିବେ ମହିଳା ମାନେ ଖାଲି ସେଥିରେ ଅଛନ୍ତି ଖାଲି ମହିଳା ମାନେ ଆଉ ତାଙ୍କର କେମିତି ଭାବରେ ସେମାନେ ନିଜକୁ ଡେଭଲପମେଣ୍ଟ ସାର୍ କରିଛନ୍ତି ବଡ ଆକାରରେ କରିଛନ୍ତି ସାର୍ ସେମାନେ ସେଠି ଦେଖିବେ ନିଜକୁ ଇନ୍ସପାଇରେସନ ଲାଗିବ ଆପଣ ଗୋଟେ ବେଳେ ବସନ୍ତୁ ନାଇଁ ନହେଲେ ସେ ଭିଡିଓକୁ ଦେଖନ୍ତୁ ତାର ଭିଡିଓ ଲିଙ୍କ ଟା ଆମେ ପଠେଇ ଦିଅନ୍ତୁ। ଦେଖିବୁ ଭିଡିଓ ଆମେ ଦେଖିବୁ କିନ୍ତୁ ସାର୍ ସେତେବେଳେ ଆମର ସବୁ ଭୋଜନ କାର୍ଯ୍ୟ କରୁ ନା ନା ଠିକ ଅଛି ତାହେଲେ ଆପଣ କରନ୍ତୁ ଭିଡିଓଟାକୁ ଦେଖନ୍ତୁ ଦେଖନ୍ତୁ ନିଜ ଭିତରେ ଆଲୋଚନା କରନ୍ତୁ କେତେବେଳେ ଆମେ ସେ ଭିଡିଓକୁ ଆଲୋଚନା କରିବା ପରିବାରକୁ ଛାଡିକି କିଛି କରିବା ଟିକେ ବହୁତ ଇଏ ଖରାପ କଥା ତେଣୁ ଆଗ ନା ନା ପରିବାରକୁ ଦେଖିବୁ ଇଏ ପରିବାରର ବିଜନେସ ପରିବାରକୁ ନେଇକିରି ଇଏ କେବଳ ଆରସିଏମ ବିଜନେସ ଆରସିଏମ ର ଅଭିଯାନ ପରିବାରକୁ ନେଇକିରି ଇଏ ପରିବାରକୁ ଛାଡିକିରି ନୁହେଁ ପରିବାରକୁ ନେଇକିରି ଘର ଭିତରେ ଗୋଟାଏ ପରିବେଶ ଗୋଟାଏ ଏମିତି ହେଇଯିବ ଟାଇମ ଆମ ପାଇଁ ଗୋଟାଏ ବେଳଟା ଆମ ଦେଖନ୍ତୁ ପାଇଁ ନୁହଁ ଆଉ ଗୋଟେ କଥା ମୁଁ କହୁଛି ଆପଣ ମାନଙ୍କୁ ମ୍ୟାଡାମ ମାନେ ସମସ୍ତେ ଅଛନ୍ତି ଆରତୀ ମ୍ୟାଡାମଙ୍କ ସହିତ ଯେମିତି ଜେନା ସାର୍ ଆଟାଚ ଅଛନ୍ତି ଆପଣ ମାନେ ମଧ୍ୟ ଆପଣ ନାଇଁ ମାନଙ୍କର ନାଇଁ ଯୁଗଳ ବାବୁ ହଜବେଣ୍ଡ ବି କୁ ଅଛନ୍ତି ନୟନ ବାବୁ ଆଟାଚ ଯୁଗଳ କରନ୍ତୁ ବାବୁ ହଁ ସବୁ ଅଛନ୍ତି ଅଛନ୍ତି ସେମିତି ସମସ୍ତେ ଆଟାଚ କରନ୍ତୁ ଆଉ ସେମାନଙ୍କୁ ଆଟାଚ କରିବା ପାଇଁ ଯଦି ଦରକାର ପଡେ ସତପତି ସାର୍ ଙ୍କୁ ଡାକନ୍ତୁ ତାଙ୍କ ସହିତ ସେ କଥାବାର୍ତ୍ତା କରିବେ ମତେ ବି ଡାକନ୍ତୁ ମୁଁ ସେମାନଙ୍କ ସହିତ କଥାବାର୍ତ୍ତା କରିବି ଯଦି ଆପଣ 5 ଜଣ 7 ଜଣ ଆସିବେ ସହିତ ଆପଣ ମାନଙ୍କର ହଜବେଣ୍ଡ ସାଙ୍ଗରେ ଆସିବେ ସେମିନାର କୁ ମିଟିଂ କୁ ନା ନାଇଁ ପୁରା ଆମ ଯୋଉ କହନ୍ତି ପିତା ମାନେ ରେଡି ବହି ଜଳିଯିବ ଆମ ସେତେବେଳକୁ ପିତା ମାନେ ମାନେ ହିଟ୍ ସବୁ ସୁପର ରେଡି ହିଟ୍ ସେମିତି କରନ୍ତୁ ଆପଣଙ୍କର ମିଷ୍ଟର ମାନଙ୍କୁ ନେଇକିରି ମିଟିଂ କରନ୍ତୁ ସାର୍ ये ସାର୍ परिवार ନୟନ ସାର୍ बिजनेस କଣ ये କହିବେ ସାର୍ हाँ कुहतु ନୟନ ସାର୍ କଣ कुहतु କହିବେ ଆଉ हाँ ସାର୍ नयन ନମସ୍କାର। सर कुहतु नमस्कार ସାର୍ ନମସ୍କାର ଆପଣ ଯୋଉ ପ୍ରସ୍ତାବ ଦେଲେ ସେଇଟା ଠିକ କାରଣ ଯୋଉ ସମସ୍ତେ ଜଣେ ଜଣେ ତାଙ୍କର ପତି ମାନେ ଯଦି ସାହାଯ୍ୟ କରିବେ ଏଟା ଅଟୋମେଟିକାଲି ପରିବାରଟା ଆହୁରି ସୁଦୃଢ ହେଇଯିବ ଆଉ ଆର୍ଥିକ ଇଏଟା ଭଲ ନିଶ୍ଚିତ ଭାବରେ ଆଗେଇ ଚାଲିବ। पति मान लेडी महिला माने पति माने सहयोग करिवे आउ जेते ଆଜ୍ଞା पति माने एठी बसिचंती तांकर ଆଜ୍ଞା महिला माने बसि नांती सेमाने मध्य तांको मध्य खातिरे नेकी आसीबे ताहाले ये ଆଜ୍ଞା परिवार फैमिली बिजनेस साहू बाबू ପରିବାର सहित ସମୃଦ୍ଧିକରଣ ହବ। मिसेज को केबे हेले मु देखिनी साहू बाबू ହଁ बसचंती ସେଇ तांको ହେଲା मिसेज କଥା को से बसौ नांती ଆଉ କାହିଁ केतेबेले ଜମା मु ଆଜ୍ଞା ଆଣୁନି सेमिनार को आमना